नमस्ते। एथर आमे आलोचना करिबा ओडिशार ऐतिहासिक पृष्ठभूमि जहाकू विभिन्न समय रे कलिंग, उत्कल, कोशल किंबा सेहीपरि त्रिकलिंग, दक्षिण कोशल एपरि नामकरण हेइछि। प्राचीन जुगरे आधुनिक ओडिशार राजनैतिक सत्ता भिन्न रूपरे थिबार देखा जाए। भौगोलिक परिचय दृष्टिरू नद नदी, पर्वत, गिरिशृंग, राजपथ और बंदर गुड़िक अपरिवर्तित रहिथिले मध्य राजनैतिक आवर्तन फलरे अनेक महत्वपूर्ण परिवर्तन मध्य उपलब्ध हुए। अनेक स्थान रे नामकरण रे भिन्नता परिलक्षित हुए। प्राचीन जुगरे राज्यर सीमारेखा निर्दिष्ट हेउ नथिला। अभेद्य तथा दुर्गम अंचल रे सीमारेखा निरूपण करिबा संभव हेउ नथिला। तेणु समय समय रे गोटिए राज्य उपरे एकाधिक शक्तिर अधिकार घोषित हेबा थिला स्वाभाविक। राज्यर सीमा संकुचित बा प्रसारित हेबारे अस्वाभाविकता किछि नथिला। ए सबु सत्वे ओडिशा राज्यर सृष्टि और विकास संभव होइथिला। एहार मूल कारण थिला भाषा और संस्कृति। नाना विभिन्नता विविधता सत्वे ओडिया जाति किपरि एकत्रित हेई पारिला ताहा हेउछि अनुध्यानर विषय। प्रथमरे एई इतिहासर पृष्ठभूमि संपर्क रे आलोचना कला बेले आम सामनारे जहा तथ्य उपलब्ध हुए ताहा हेउछि कलिंग। ओडिशार केंद्रबिंदु भावरे कलिंग राज्य को ऐतिहासिक माने ग्रहण करिसंती। बौद्ध जातक और महाभारत रे एहार उल्लेख रहिछि। महाभारतर वर्णना अनुसारे गंगा नदी मुहाण रे एहा अवस्थित थिला। एहार दक्षिण सीमा दंतकुर बा दंतपुर पर्यंत प्रसारित थिला। दंतपुर को आधुनिक आंध्र प्रदेश रो पालुर सहित परिचिह्नित करा जाइछि। मेघास्थनीस मध्य कलिंग विषय उल्लेख करिसंती। प्लिनींकर वर्णना अनुसारे कलिंग राज्य गंगा नदी ठारू गोदावरी पर्यंत विस्तृत थिला। पुराण रे कलिंगवासींकर वर्णना अछि। महाभारत वर्णित कुरुक्षेत्र युद्ध रे कलिंग राजा सेनाबाहिनी सहित कौरव पक्षभुक्त हेइथिले। चेदी वंशीय राजा महामेघवाहन हाथीगुंफा शिलालेखरे कलिंग राज्य नंद राजांक द्वारा विजित होइथिबार उल्लेख अछि। धौली और जौगड़ शिलालेखरे अशोक कलिंग राज्य को ख्रीष्टपूर्व 261 रे जय करी मौर्य साम्राज्यभुक्त करिथिबार वर्णना अछि। अशोकंकर शिलालेख
ଭୁବନେଶ୍ୱର ନିକଟସ୍ଥ ଧଉଳି ଓ ଗଞ୍ଜାମ ଜିଲ୍ଲାର ଜଉଗଡ଼ରେ ମିଳୁଥିବାରୁ କଳିଙ୍ଗର ତତ୍କାଳୀନ ବିସ୍ତୃତି ସହଜରେ ଅନୁମାନ କରାଯାଇପାରେ। ସମ୍ରାଟ ଖାରବେଳଙ୍କ ରାଜତ୍ୱରେ ଏହାର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ସୀମା ସୁଦୂର ପ୍ରସାରୀ ହୋଇଥିଲା। କଳିଙ୍ଗର ଗିରିଜନମାନଙ୍କୁ ଅଶୋକ ଆଟବିକ ସମ୍ବୋଧନ କଲାବେଳେ ଖାରବେଳଙ୍କର ଶିଳାଲେଖରେ ସେମାନେ ବିଦ୍ୟାଧର ବୋଲି ଅଭିହିତ ହୋଇଛନ୍ତି। ଉପରୋକ୍ତ ଆଟବିକ ବା ବିଦ୍ୟାଧରମାନେ ଆଜି ଓଡ଼ିଶାର ଜନଜାତି କହିବା ଯଥାର୍ଥ। ଖାରବେଳଙ୍କର ପରବର୍ତ୍ତୀ କଳିଙ୍ଗ କୁଷାଣମାନଙ୍କ ଦ୍ୱାରା ଶାସିତ ହୋଇଥିବା ସମ୍ଭବ। ଶିଶୁପାଳ ଗଡ଼ରୁ ମିଳୁଥିବା ସ୍ୱର୍ଣ୍ଣମୁଦ୍ରା ଉପରେ ଯେଉଁ ମହାରାଜା ଧର୍ମଦାମୋଦରଙ୍କର ନାମ ଅଙ୍କିତ ଅଛି, ତାଙ୍କୁ ଜଣେ ମୁରୁଣ୍ଡ ରାଜା ବୋଲି ଐତିହାସିକମାନେ ଗ୍ରହଣ କରନ୍ତି। ତେବେ ପ୍ରଥମ ଖ୍ରୀଷ୍ଟାବ୍ଦ ଠାରୁ ଗୁପ୍ତୋତ୍ତର ଯୁଗ ପର୍ଯ୍ୟନ୍ତ କଳିଙ୍ଗର ଇତିହାସ ରହସ୍ୟାଚ୍ଛନ୍ନ ଏବଂ ଏହି ସମୟରେ କଳିଙ୍ଗର ରାଜନୈତିକ ଅବକ୍ଷୟର ସୂଚନା ମିଳେ। ତାହାର ପରିସର କ୍ରମଶଃ ସଂକୁଚିତ ହୋଇଥିଲା। ପ୍ରଭାବଶାଳୀ ରାଜବଂଶ ଅଭାବରେ ରାଜନୀତିକ ଗୌରବ ହ୍ରାସପ୍ରାପ୍ତ ହେବା ସ୍ୱାଭାବିକ ଥିଲା। ପଞ୍ଚମ ଶତାବ୍ଦୀରେ ମହୀଶୂର ଅଞ୍ଚଳରୁ ଆସିଥିବା ଗଙ୍ଗମାନେ ଓ ସ୍ଥାନୀୟ ମାଠର ରାଜାମାନେ କଳିଙ୍ଗରେ ଯେଉଁ ସ୍ୱାଧୀନ ରାଜ୍ୟ ସ୍ଥାପନ କଲେ, ତାହାର ଆଞ୍ଚଳିକ ପରିସର ଓ କ୍ଷମତା ସୀମିତ ଥିଲା। କେବଳ ଆଧୁନିକ ଗଞ୍ଜାମ ଜିଲ୍ଲା ମଧ୍ୟରେ ଉକ୍ତ ରାଜ୍ୟ ଆବଦ୍ଧ ଥିଲା। ଗଙ୍ଗମାନେ ପ୍ରଥମ 500 ବର୍ଷ ସଂକୀର୍ଣ୍ଣ ପରିସର ଭିତରେ ଆବଦ୍ଧ ଥିଲେ, କିନ୍ତୁ 10ମ ଶତାବ୍ଦୀ ଠାରୁ ସେମାନଙ୍କ ନୀତିରେ ସାମ୍ରାଜ୍ୟବାଦୀ ଦୃଷ୍ଟିଭଙ୍ଗୀ ସୃଷ୍ଟି ହେବାରୁ କଳିଙ୍ଗର କଳେବର ବୃଦ୍ଧି ପାଇଥିଲା। ସମ୍ରାଟ ଅନନ୍ତବର୍ମ ଚଳଗଙ୍ଗ ଉତ୍କଳ ଅଧିକାର କଲା ପରେ କଳିଙ୍ଗର ଉତ୍ତର ସୀମା ଗଙ୍ଗା ନଦୀ ପର୍ଯ୍ୟନ୍ତ ଓ ଦକ୍ଷିଣ ସୀମା ଗୋଦାବରୀ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା, ଯାହା କିମ୍ବଦନ୍ତୀ ଅନୁସାରେ ସୁବର୍ଣ୍ଣକେଶରୀଙ୍କର ସହିତ ତାଙ୍କର ଯୁଦ୍ଧ ଏବଂ ନନ୍ଦିକାଙ୍କର ଆତ୍ମଦାନ, ଆତ୍ମବିସର୍ଜନ ବା ଆତ୍ମହତ୍ୟା ସେ ବାବଦରେ ଯେଉଁ ପ୍ରଣୟ ଉପାଖ୍ୟାନ ରହିଛି, ସେ କଥା ରାଧାନାଥ ରାୟ ତାଙ୍କର ନନ୍ଦିକେଶ୍ୱରୀ କାବ୍ୟରେ ଉଲ୍ଲେଖ କରିଛନ୍ତି। ତେବେ ଏଇ ଯେଉଁ ସମ୍ରାଟ ଅନନ୍ତବର୍ମ ଚଳଗଙ୍ଗଦେବ ଓଡ଼ିଶା ଅଧିକାର କରିସାରିଲା ପରେ ତାଙ୍କର ସାମ୍ରାଜ୍ୟର ନାମ ହେଲା ସକଳୋତ୍କଳ ଏବଂ ସେ ମହାନଦୀ ଅବବାହିକାକୁ ନିଜ ଶକ୍ତିର କେନ୍ଦ୍ରସ୍ଥଳୀ କରିଥିଲେ। ଗଙ୍ଗ ରାଜାମାନଙ୍କ ଦ୍ୱାରା ଭୁବନେଶ୍ୱର, ପୁରୀ ଓ କୋଣାର୍କର କୀର୍ତ୍ତି ସ୍ଥାପିତ ହେବା ସଙ୍ଗେ ସଙ୍ଗେ ମୁସଲମାନ ଶକ୍ତିର ଆକ୍ରମଣକୁ ସଫଳତାର ସହିତ ପ୍ରତିରୋଧ କରାଯାଇଥିଲା। 1568 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କଳିଙ୍ଗ ଓଡ଼ିଶା ରାଜ୍ୟ ଭିତରେ ରହିବା ପରେ ପୁଣି ରାଜନୈତିକ ପତନର ପ୍ରବାହ ଫଳରେ ମୋଗଲ ଶାସକମାନେ କଳିଙ୍ଗକୁ ଏକ ଦଣ୍ଡପାଟ ଭାବରେ ଶାସନ କରିଥିଲେ। ଖ୍ରୀଷ୍ଟାବ୍ଦ 1759ରେ ଏହା ଇଂରେଜମାନଙ୍କ ଦ୍ୱାରା
ଅଧିକୃତ ହେଇଥିଲା ଏବଂ ମାନ୍ଦ୍ରାଜ ସରକାରଙ୍କ ଅଧୀନରେ ଶାସିତ ହୋଇଥିଲା। ଖ୍ରୀଷ୍ଟାବ୍ଦ 1936 ପର୍ଯ୍ୟନ୍ତ। ତେବେ କଳିଙ୍ଗକୁ ଓଡ଼ିଶାର ଏକ ଗର୍ଭସ୍ଥାନ ଭାବରେ ଗ୍ରହଣ କରାଯାଏ। ଓଡ଼ିଆ ସାହିତ୍ୟ, ସଙ୍ଗୀତ ଓ ନୃତ୍ୟର ପୀଠସ୍ଥଳୀ ଥିଲା କଳିଙ୍ଗ। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାକୁ ନେଇ କଳିଙ୍ଗର ସ୍ମୃତି ବଞ୍ଚି ରହିଥିଲା ଇଂରେଜ ଶାସନ କାଳରେ। ଓଡ଼ିଆ ସାହିତ୍ୟର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେଉଁ ଚମ୍ପୁର ରଚୟିତା, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ରଚୟିତା, କବି ସୂର୍ଯ୍ୟ ବଳଦେବ ରଥ ଓ ଅଭିମନ୍ୟୁ ସାମନ୍ତ ସିଂହାର ଆଦି ରୀତିଯୁଗୀୟ କବି ଓଡ଼ିଆ ସାହିତ୍ୟ ସାଧନାରେ ଅବିରତ ନିଜକୁ ନିୟୋଜିତ କରିଥିଲେ। ତେଣୁ ଓଡ଼ିଆ ସଂସ୍କୃତିକୁ କଳିଙ୍ଗର ଅଶେଷ ଅବଦାନ ସ୍ୱୀକାର କରାଯାଏ। ଯଦିଓ ଆମେ ସମୁଦାୟ ଉତ୍କଳର କଥା ବା ଓଡ଼ିଶା ବୋଲି ଯାହା କହୁଛେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ଅପେକ୍ଷା ରହିଛି। ତେବେ କଳିଙ୍ଗର ଯେଉଁ ସୀମିତ ପରିସର କହିଲେ ଯେଉଁ ଅଞ୍ଚଳକୁ ବୁଝାଯାଉଥିଲା, ସେହିପରି ଉତ୍କଳ ସମ୍ପର୍କରେ ମଧ୍ୟ ଯେଉଁ ଐତିହାସିକ ତଥ୍ୟ ଅଛି ତାହା ହେଉଛି ଏହି ରକମର। ଅନେକ ସମୟରେ ଉତ୍କଳ ଏବଂ ଓଡ୍ରର ଆଞ୍ଚଳିକ ଅବସ୍ଥିତ ଏକ ତଥା ଅଭିନ୍ନ ବୋଲି ଆଲୋଚକମାନେ ଗ୍ରହଣ କରନ୍ତି। ମହାନଦୀର ଉତ୍ତର ପାର୍ଶ୍ୱରେ ଥିବା ରାଜ୍ୟକୁ ଗୋଟାଏ ସମୟରେ ଉତ୍କଳ କୁହାଯାଉଥିଲା। ଓଡ୍ର ଏହାଠାରୁ ଅଧିକ ବିସ୍ତୃତ ଅଞ୍ଚଳକୁ ବୁଝାଏ, କାରଣ ସେଥିରେ ପୂର୍ବତନ ଗଡ଼ଜାତ ରାଜ୍ୟ ସାମିଲ ଥିଲା। ଭୌମକର ରାଜାମାନେ ଉତ୍କଳ କୂଳର ହୋଇଥିଲେ ମଧ୍ୟ ଅଷ୍ଟମ ଓ ନବମ ଶତାବ୍ଦୀରେ ସେମାନଙ୍କ ଦ୍ୱାରା ଶାସିତ ରାଜ୍ୟକୁ ତୋଷାଳୀ ବୋଲି ନାମିତ କରିଥିଲେ। ମହାନଦୀର ଉତ୍ତର ପାର୍ଶ୍ୱସ୍ଥ ରାଜା ଉତ୍ତର ତୋଷାଳୀ ଏବଂ ଦକ୍ଷିଣ ପାର୍ଶ୍ୱସ୍ଥ ରାଜା ଦକ୍ଷିଣ ତୋଷାଳୀ ନାମରେ ଖ୍ୟାତ ଥିଲା। ଉଭୟ ରାଜ୍ୟଖଣ୍ଡର ରାଜଧାନୀ ଥିଲା ବିରଜା ବା ଆଧୁନିକ ଯାଜପୁର। ସେତେବେଳେ ଓଡ଼ିଶାର କେନ୍ଦ୍ରସ୍ଥଳୀ ଓଡ୍ର ବିଷୟ ନାମରେ ପରିଚିତ ଥିଲା। ଏହା ଅରଣ୍ୟ ଦ୍ୱାରା ଆଚ୍ଛାଦିତ ଥିଲା। କୋଶଳର ସନ୍ନିକଟବର୍ତ୍ତୀ ଥିବା ଓଡ୍ର ବିଷୟକୁ ରାଜେନ୍ଦ୍ର ଚୋଳ ଆକ୍ରମଣ କରିଥିବା କଥା ତିରୁମଲାଇ ଅଭିଲେଖରେ ଉଲ୍ଲେଖ ଅଛି। ଗଙ୍ଗ ରାଜତ୍ୱ କାଳରେ ଅର୍ଥାତ୍ ଦ୍ୱାଦଶ ଶତାବ୍ଦୀ ବେଳକୁ ଉତ୍କଳ ଓ ଓଡ୍ରକୁ ଅଭିନ୍ନ ଭାବରେ ଗ୍ରହଣ କରାଯାଇଥିଲା। କଟକ ଓ ବାଲେଶ୍ୱର ଅଞ୍ଚଳକୁ ଉତ୍କଳ କୁହାଯାଉଥିଲା। ଉତ୍ତରରେ ଦଣ୍ଡଭୁକ୍ତି ମଣ୍ଡଳ ବା ଆଧୁନିକ ମେଦିନୀପୁର ଜିଲ୍ଲା ପର୍ଯ୍ୟନ୍ତ ଏହାର ବିସ୍ତୃତି ଥିଲା। ମହାଭାରତରେ ଉତ୍କଳ, ଓଡ୍ର, କଳିଙ୍ଗ ଏବଂ ଆନ୍ଧ୍ରବାସୀମାନଙ୍କୁ ଏକ ସଙ୍ଗରେ ବର୍ଣ୍ଣନା କରାଯାଇଛି। ବୌଦ୍ଧ ଜାତକରୁ ଜଣାଯାଏ ଯେ ଖ୍ରୀଷ୍ଟପୂର୍ବ 6ଠ ଶତକରେ ଉତ୍କଳ ରାଜ୍ୟର ସ୍ଥିତି ଥିଲା। ଏହା ଏକ ଜନପଦ ଥିଲା ଏବଂ ସେଠାକାର 2 ଜଣ ବଣିକ ଗୌତମ ବୁଦ୍ଧଙ୍କର ଜ୍ଞାନ ପ୍ରାପ୍ତି ପରେ ଦର୍ଶନ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ନନ୍ଦ, ମୌର୍ଯ୍ୟ
ଏବଂ ଚେଦି ରାଜାମାନଙ୍କର ସମୟରେ ଉତ୍କଳର ଅବସ୍ଥିତି ସମ୍ପର୍କରେ କୌଣସି ଅଭିଲେଖରେ ଉଲ୍ଲେଖ ଦେଖିବାକୁ ମିଳେ ନାହିଁ। ଖ୍ରୀଷ୍ଟାବ୍ଦ 4th ଶତାବ୍ଦୀ ପୂର୍ବରୁ ଉତ୍କଳର ସୂଚନା ନାହିଁ। କାଳିଦାସଙ୍କ ରଘୁବଂଶ କାବ୍ୟରେ ଉତ୍କଳକୁ କଳିଙ୍ଗ ନିକଟବର୍ତ୍ତୀ ଦେଶ ବୋଲି ବର୍ଣ୍ଣନା କରାଯାଇଛି। ଉତ୍ତରରେ କପିସା ନଦୀଠାରୁ ଦକ୍ଷିଣରେ କଳିଙ୍ଗ ପର୍ଯ୍ୟନ୍ତ ଏହାର ବିସ୍ତୃତି ଥିଲା। ତେଣୁ ଭୌମକର ରାଜା ତୋଷାଳୀ ସହିତ ଉତ୍କଳକୁ ଏକ ଓ ଅଭିନ୍ନ ବୋଲି ଗ୍ରହଣ କରାଯାଇପାରେ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହିଁ ଉତ୍କଳ ନାମରେ ଖ୍ୟାତ ଥିଲା, କିନ୍ତୁ 7ମ ଶତାବ୍ଦୀରେ ଏହି ଅଞ୍ଚଳକୁ ଚୀନ ପରିବ୍ରାଜକ ହୁଏନସାଂ ଉତ୍କଳ ବଦଳରେ ଓଡ୍ର ବୋଲି ବର୍ଣ୍ଣନା କରିଛନ୍ତି। ସମ୍ରାଟ ହର୍ଷବର୍ଦ୍ଧନଙ୍କ ପରେ ଏହା ଦତ୍ତ ରାଜବଂଶ ଅଧୀନରେ ରହିଥିଲା। 8ମ ଶତାବ୍ଦୀର ପ୍ରାରମ୍ଭରେ ଦକ୍ଷିଣ କୋଶଳ ଅଧିପତି ତିବର ଦେବ ଅଳ୍ପ ସମୟ ପାଇଁ ଉତ୍କଳର ଶାସକ ଥିଲେ। ଭୌମକର ବଂଶୀୟ ଅଭିଲେଖରେ ଉତ୍ତର ଓ ଦକ୍ଷିଣ ତୋଷାଳୀର ବାରମ୍ବାର ଉଲ୍ଲେଖ ଦେଖାଯାଏ। ସେ ସମୟରେ ଉତ୍କଳର ବ୍ୟବହାର କାହିଁକି ଅଭିଲେଖ ବା ତାମ୍ରଶାସନ ମାନଙ୍କରେ ମିଳେ ନାହିଁ କହିବା କଷ୍ଟକର। ଉତ୍କଳ ପରିବର୍ତ୍ତେ ଉତ୍ତର ଓ ଦକ୍ଷିଣ ତୋଷାଳୀ ନାମକୁ ସେମାନେ ପସନ୍ଦ କରିଥିଲେ, କିନ୍ତୁ ତାଙ୍କ ପରବର୍ତ୍ତୀ ସୋମବଂଶୀ ରାଜାମାନେ ଦକ୍ଷିଣ କୋଶଳରୁ ଆସି ଉତ୍କଳ ରାଜ୍ୟ ଅଧିକାର କରିଥିବା ତାମ୍ରଲେଖରେ ବର୍ଣ୍ଣିତ ଅଛି। ସୋମବଂଶୀମାନଙ୍କର ଓଡ଼ିଶା ରାଜ୍ୟକୁ ଉତ୍କଳ କୁହାଯାଉଥିଲା। ଗଙ୍ଗ ସମ୍ରାଟ ଉତ୍କଳ ରାଜ୍ୟ ଅଧିକାର କରିଥିବା କଥା ଉଲ୍ଲେଖ ଅଛି। କଳିଙ୍ଗ ଓ ଉତ୍କଳକୁ ଏକ ଶାସନାଧୀନ କଲା ପରେ ସେ ତାକୁ ସକଳ ଉତ୍କଳ ନାମରେ ନାମିତ କରିଥିଲେ। ବଂଶଧାରା ନଦୀ ଉପତ୍ୟକାରୁ ସେ ନିଜ ରାଜଧାନୀ ମହାନଦୀ ଉପତ୍ୟକାକୁ ସ୍ଥାନାନ୍ତରିତ କରିଥିଲେ। ଚୌଦ୍ୱାର ଅଞ୍ଚଳରେ ତାଙ୍କର ରାଜଧାନୀ ଥିଲା ବୋଲି ଐତିହାସିକ ମାନଙ୍କର ଅଭିମତ, ଯାହା ବିଡ଼ାନାସୀ କଟକ ବୋଲି କୁହାଯାଏ। କିନ୍ତୁ ତୃତୀୟ ଅନଙ୍ଗ ଭୀମଦେବ କଟକ ସହରକୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେଠାରେ ରାଜପ୍ରାସାଦ ଓ ଜଗନ୍ନାଥ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ। କଟକରେ ଏକ ଦୁର୍ଗ ସ୍ଥାପନ କରି ସେନା ଛାଉଣୀ ପାଇଁ ବ୍ୟବହାର କରିଥିବାର ପ୍ରମାଣ ମିଳେ। ତାଙ୍କ ପରେ ପରେ ଗଙ୍ଗ ଶାସିତ ରାଜ୍ୟକୁ ଓଡ଼ିଶା ରାଜ୍ୟ କୁହାଯାଇଥିଲା ଏବଂ ଉତ୍କଳ ବିସ୍ତୃତି ଗର୍ଭରେ ଲୋପ ପାଇଲା। ସେହି କ୍ରମରେ ଆସେ ଦକ୍ଷିଣ କୋଶଳ। କୋଶଳ ରାଜ୍ୟକୁ ସାଧାରଣତଃ ରାମାୟଣର ଅଯୋଧ୍ୟା ସହିତ ସମ୍ପୃକ୍ତ କରାଯାଇଥାଏ, କିନ୍ତୁ ଦକ୍ଷିଣ କୋଶଳ ନାମକ ଅନ୍ୟ ଏକ ରାଜ୍ୟ ଆଧୁନିକ ସମ୍ବଲପୁର, ବିଳାସପୁର ଓ ରାୟପୁର ଜିଲ୍ଲାକୁ ନେଇ 8ମ ଶତାବ୍ଦୀରେ ପ୍ରଚଳିତ ଥିଲା। ଏହାର ରାଜଧାନୀର ନାମ ଥିଲା ଶ୍ରୀପୁର, ଯାହାର ଆଧୁନିକ ନାମ ଶିରପୁର। କିମ୍ବଦନ୍ତୀ ଅନୁସାରେ ରାମାୟଣ ବର୍ଣ୍ଣିତ ରାମଚନ୍ଦ୍ରଙ୍କର ଦୁଇ ପୁତ୍ର ଲବ ଓ କୁଶ ଯଥାକ୍ରମେ ଉତ୍ତର ଓ ଦକ୍ଷିଣ କୋଶଳରେ ରାଜତ୍ୱ କରିଥିଲେ। ପୁରାଣ ମାନଙ୍କରେ କୋଶଳ, ମେକଳ
ଓ ଉତ୍କଳକୁ ଏକ ସଙ୍ଗରେ ବର୍ଣ୍ଣନା କରାଯାଇଛି। ମହାଭାରତରେ ମଧ୍ୟ କୋଶଳର ଉଲ୍ଲେଖ ଅଛି। ଗୁପ୍ତ ଯୁଗରେ ସମ୍ରାଟ ସମୁଦ୍ରଗୁପ୍ତ ଦକ୍ଷିଣ ଭାରତ ଅଭିଯାନ କାଳରେ କୋଶଳ ରାଜା ମହେନ୍ଦ୍ରକୁ ପରାସ୍ତ କରିଥିବା ବିଷୟ ଆଲ୍ଲାହାବାଦ ଶିଳାଲେଖରୁ ଜଣାଯାଏ। କିଛିଦିନ ପାଇଁ ମହାରାଷ୍ଟ୍ର ବାକାଟକ ରାଜାମାନେ ଦକ୍ଷିଣ କୋଶଳର ଅଧୀଶ୍ୱର ହୋଇଥିଲେ। ସପ୍ତମ ଶତାବ୍ଦୀରେ ହୁଏନସାଂ ଦକ୍ଷିଣ କୋଶଳ ଭ୍ରମଣରେ ଆସିଥିଲେ ଓ ନିଜ ଅନୁଭୂତି ତଥା ଜୀବନୀରେ ବର୍ଣ୍ଣନା କରିଥିଲେ। ସେହି ହୁଏନସାଂଙ୍କର ବର୍ଣ୍ଣନା ଅନୁସାରେ ଦକ୍ଷିଣ କୋଶଳର ଆୟତନ ପ୍ରାୟ 6000 ବର୍ଗ କିଲୋମିଟର ଥିଲା ଏବଂ ଏହାର ରାଜଧାନୀ କଳିଙ୍ଗ ରାଜ୍ୟ ଠାରୁ 1800 ମାଇଲ ଦୂରରେ ଅବସ୍ଥିତ ଥିଲା। ଦକ୍ଷିଣ କୋଶଳର ରାଜଧାନୀ ଶ୍ରୀପୁର ମହାନଦୀର ଦକ୍ଷିଣ ତୀରରେ ନିର୍ମିତ ହୋଇଥିଲା। ସେଠାରେ ବର୍ତ୍ତମାନ ମଧ୍ୟ ଅନେକ ପ୍ରାଚୀନ ମନ୍ଦିର ଓ ବୌଦ୍ଧ କୀର୍ତ୍ତିର ଅବଶେଷ ଦେଖିବାକୁ ମିଳେ। ସୋମବଂଶୀମାନଙ୍କର ଉତ୍ପତ୍ତି ସ୍ଥଳ ଦକ୍ଷିଣ କୋଶଳ। ନବମ ଶତାବ୍ଦୀର ଶେଷ ଭାଗରେ ସେମାନେ ଦକ୍ଷିଣ କୋଶଳ ପରିତ୍ୟାଗ କରି ପୂର୍ବାଭିମୁଖୀ ହେବା ଫଳରେ ମହାନଦୀ ପରି ଉପକୂଳ ଅଞ୍ଚଳକୁ ଅଗ୍ରସର ହୋଇଥିଲେ। ରାଜନୈତିକ ସୁରକ୍ଷା ପାଇଁ ସେମାନେ ଉତ୍କଳ ଅଧିକାର କରିଥିଲେ ଏବଂ ସେଠାରେ ଦୀର୍ଘ 200 ବର୍ଷ ରାଜତ୍ୱ କରିଥିଲେ। ଭୁବନେଶ୍ୱରର ଅନେକ ମନ୍ଦିର ସେମାନେ ନିର୍ମାଣ କରିଥିଲେ। ସେମାନେ ପ୍ରଦାନ କରିଥିବା ଅନେକ ତାମ୍ରଲେଖ ସଂଗୃହୀତ ହୋଇଛି। ସେଥିରୁ ସୋମବଂଶୀକାଳୀନ ଇତିହାସ ସଂକଳନ କରିବା ସମ୍ଭବ ହୋଇଛି। ସୋମବଂଶୀ ରାଜତ୍ୱର ପରିସମାପ୍ତି ପାଇଁ ଗଙ୍ଗମାନଙ୍କର ଅଭ୍ୟୁଦୟ ଦାୟୀ। ଅନନ୍ତ ବର୍ମନ ଚୋଳଗଙ୍ଗ ସୋମବଂଶର ଶେଷ ରାଜା କର୍ଣ୍ଣଦେବଙ୍କୁ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ। ଦକ୍ଷିଣ କୋଶଳକୁ ସେ ସମୟରେ ଅଧିକାର କରିଥିଲେ ତେଲୁଗୁ ଚୋଡ଼ମାନେ। ଖ୍ରୀଷ୍ଟାବ୍ଦ 1212 ବେଳକୁ ଗଙ୍ଗ ସମ୍ରାଟ ତୃତୀୟ ଅନଙ୍ଗ ଭୀମ ସୋନପୁର ଅଧିକାର କରି ତେଲୁଗୁ ଚୋଳ ରାଜତ୍ୱ ଶେଷ କରିଥିଲେ। ପଶ୍ଚିମ ଓଡ଼ିଶାର ସୁଶାସନ ପାଇଁ ସୋନପୁର ଠାରେ ଜଣେ ଗଭର୍ଣ୍ଣରଙ୍କୁ ସେ ନିଯୁକ୍ତ ଦେଇଥିଲେ। ଏହି ରାଜ୍ୟପାଳ ସାଧାରଣତଃ ଗଙ୍ଗ ରାଜାଙ୍କ ବଂଶୀୟ ବା ଅନୁଜ ହେବାର ବିଧି ଓ ପରମ୍ପରା ଥିଲା। ସାମରିକ ଗୁରୁତ୍ୱ ଦୃଷ୍ଟିରୁ ବିଶ୍ୱସ୍ତ ରାଜ୍ୟପାଳ ନିଯୁକ୍ତ କରିବା ଉଚିତ ଥିଲା। ଗଙ୍ଗମାନେ ତେଣୁ ଉଚିତ ପଦକ୍ଷେପ ନେଇଥିଲେ। ପଶ୍ଚିମ ଓଡ଼ିଶାର ଚୌହାନ ରାଜବଂଶ ସହିତ ଗଙ୍ଗମାନଙ୍କର ଥିଲା ସୁସମ୍ପର୍କ। ଚୌହାନ ମାନେ ଗଙ୍ଗମାନଙ୍କର ସମର୍ଥକ ଥିଲେ ଓ ଯୁଦ୍ଧ ସମୟରେ ସାହାଯ୍ୟ କରୁଥିଲେ। ସେହିପରି ତ୍ରିକଳିଙ୍ଗର କଥା ମଧ୍ୟ ଆସେ। ତେବେ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, କୋରାପୁଟ ଓ ବସ୍ତର ଜିଲ୍ଲାକୁ ନେଇ ତ୍ରିକଳିଙ୍ଗ ନାମକ ଅନ୍ୟ ଏକ ରାଜ୍ୟ ଥିଲା। ଏହା ଅରଣ୍ୟାଚ୍ଛାଦିତ ଦୁର୍ଭେଦ୍ୟ ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବାରୁ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ନଥିଲା। କେତେବେଳେ ସୋମବଂଶୀ
ଓ କଳିଙ୍ଗର ଗଙ୍ଗମାନେ ନିଜକୁ ତ୍ରିକଳିଙ୍ଗାଧିପତି ଘୋଷଣା କରୁଥିଲେ। ପୁରାଣ ବର୍ଣ୍ଣନା ଅନୁସାରେ ତ୍ରିକଳିଙ୍ଗର ପରିସୀମା ଝଞ୍ଜାବତୀ ଓ ଚେଦବତୀ ନଦୀ ମଧ୍ୟରେ ସୀମିତ ଥିଲା। ସେଇ ବେଦବତୀକୁ ଆଧୁନିକ ଇନ୍ଦ୍ରାବତୀ ନଦୀ ସହିତ ଅଭିନ୍ନ ବୋଲି କେତେକ ଐତିହାସିକ ମତ ଦେଇଥାନ୍ତି। ତାହା ବେଦବତୀ ଯୋଉଟା ତାର ନାମ ହେଉଛି ଇନ୍ଦ୍ରବତୀ, ଚେଦବତୀ ନୁହେଁ, ତାହା ହେଉଛି ବେଦବତୀ। ଉପରୋକ୍ତ ରାଜ୍ୟମାନଙ୍କର ସମ୍ମିଶ୍ରଣରେ ଆଧୁନିକ ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲା। ଏହା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସମୟର ଘଟଣା ନୁହେଁ। ଶତ ଶତ ବର୍ଷର ରାଜନୈତିକ ଉତ୍ଥାନ ପତନ ଓ ସାଂସ୍କୃତିକ ବିକାଶ ଏହି ସମ୍ମିଶ୍ରଣ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ସମବଂଶୀ ଯୁଗରେ ଆରମ୍ଭ ହୋଇଥିବା ଉଦ୍ୟମ ଗଙ୍ଗ ରାଜତ୍ୱରେ ସଫଳ ହୋଇଥିବାର ଦେଖାଯାଏ। ଏହି ସଫଳତାର ରୂପାୟନ ସ୍ୱରୂପ ଗଢ଼ି ଉଠିଥିଲା ଓଡ଼ିଶା ରାଜ୍ୟ ଓ ଓଡ଼ିଆ ସଂସ୍କୃତି। ତେଣୁ ଆମେ ଯେତେବେଳେ ଆଧୁନିକ ଓଡ଼ିଶାର ଆଲୋଚନା କରୁଛେ ସେତେବେଳେ ଆମର ମନରେ ରହିବା ଜରୁରୀ କଳିଙ୍ଗ, ଉତ୍କଳ, ଦକ୍ଷିଣ କୋଶଳ ଓ ତ୍ରିକଳିଙ୍ଗ ପ୍ରାୟ ଏହି ଚାରୋଟି ରାଜନୈତିକ ଏକକ ଏକାଠି ହେଇକି ବହୁତ ପରେ ଓଡ଼ିଶା ନାମକ ରାଜ୍ୟରେ ପରିଚିତ ହେଇଥିଲା। ଏଇ ଯେଉଁ ଓଡ଼ିଶା ରାଜ୍ୟ ଗଠନର କଥା ଆମେ ଆଲୋଚନା କରୁଛେ ତାର ଇତିହାସ ସମ୍ପର୍କରେ ଯଦି ଦୃଷ୍ଟି ଦେବା ତାହେଲେ ଏଇ କଥା ଆଖିଆକୁ ଆସିବ, ସମୁଦ୍ରଗୁପ୍ତଙ୍କର ଦକ୍ଷିଣ ଭାରତ ଅଭିଯାନ ଥିଲା ଚତୁର୍ଥ ଶତାବ୍ଦୀର ଘଟଣା। ସେତେବେଳେ ପ୍ରାଚୀନ ଓଡ଼ିଶାର ରାଜନୈତିକ ସ୍ଥିତି ସଂହତି ଶୂନ୍ୟ, ଏକତାର ଅଭାବରେ ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟର ଉତ୍ପତ୍ତି। ଏପରି ଏକ ସନ୍ଧିକ୍ଷଣରେ ସମୁଦ୍ରଗୁପ୍ତଙ୍କର ଅଭିଯାନ ବିରୁଦ୍ଧରେ କୌଣସି ପରାକ୍ରମଶାଳୀ ରାଜ୍ୟ ଦ୍ୱାରା ପ୍ରତିରୋଧ କରିବା ସମ୍ଭବ ହୋଇନଥିଲା। ଅତି ଅନାୟାସରେ ସେ ଗୋଟିଏ ପରେ ଗୋଟିଏ ରାଜ୍ୟ ଅଧିକାର କରିବାକୁ ସଫଳ ହେଇଥିଲେ। ପାଟଳିପୁତ୍ରରୁ ବାରାଣସୀ ଏବଂ ରାୟପୁର ପର୍ଯ୍ୟନ୍ତ ସେତେବେଳେ ଥିବା ବାଣିଜ୍ୟ ପଥକୁ ବଣିକମାନେ ଅନୁସରଣ କରୁଥିଲେ। ସେହି ପଥରେ ସମୁଦ୍ରଗୁପ୍ତଙ୍କର ସେନାବାହିନୀ ପରିଚାଳିତ ହୋଇଥିଲା। ତାଙ୍କ ସହିତ ଆର୍ଯ୍ୟ ସଂସ୍କୃତି, ସଂସ୍କୃତ ଭାଷା ଓ ରାଜନୀତିର ପରମ୍ପରା ମଧ୍ୟ ଓଡ଼ିଶାକୁ ଆସିଥିଲା। ସମୁଦ୍ରଗୁପ୍ତ ବିଜୟ ଲାଭ କଲା ପରେ ସ୍ଥାନୀୟ ରାଜ୍ୟମାନଙ୍କୁ ଶାସନାଧୀନ କରିବାରେ ଆଗ୍ରହୀ ନଥିଲେ। ବିଜୟୀ ହେଲା ପରେ ସେ ପୁଣି ପ୍ରତ୍ୟାବର୍ତ୍ତନ କଲେ ମଗଧର ରାଜଧାନୀ ପାଟଳିପୁତ୍ରକୁ। କିନ୍ତୁ ତାଙ୍କ ଅଭିଯାନର ଏକାଧିକ ସୁଫଳ ପରବର୍ତ୍ତୀ ସମୟରେ ଅନୁଭୂତ ହେଲା। ଉଦାହରଣ ସ୍ୱରୂପ ପ୍ରଥମରେ ଅନେକ କ୍ଷୁଦ୍ର କ୍ଷୁଦ୍ର ସ୍ୱାଧୀନ ରାଜ୍ୟ ସ୍ଥାପିତ ହେବା ଏକ ଭଲ ଲକ୍ଷଣ ଥିଲା। ଏଗୁଡ଼ିକର ସ୍ଥାପୟିତା ଥିଲେ ଆଦିମ ଜନଜାତିର ଗୋଷ୍ଠୀ ମୁଖ୍ୟମାନେ। ଦ୍ୱିତୀୟରେ ସେମାନେ ବ୍ରାହ୍ମଣ ଧର୍ମ ଓ ସଂସ୍କୃତ ଭାଷା ଗ୍ରହଣ କରିବା ସଙ୍ଗେ ସଙ୍ଗେ ନୂତନ ରାଜନୈତିକ ଓ ସାମାଜିକ ପରମ୍ପରାକୁ ଗ୍ରହଣ କରିନେଲେ। ତୃତୀୟରେ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ସମାଜରେ ତଥା ରାଜଦରବାରରେ ସ୍ୱୀକୃତ ହେଲା। ରାଜାମାନଙ୍କୁ ଗାଦିରେ ସୁଦୃଢ଼ କରିବାକୁ
ବ୍ରାହ୍ମଣ ପୁରୋହିତ ମାନେ ପୂର୍ଣ୍ଣ ପ୍ରାଣରେ ସମର୍ଥନ ଜଣାଇଲେ। ଚତୁର୍ଥରେ ଆଦିମ ଜନଜାତିଙ୍କର ଦେବାଦେବୀଙ୍କୁ ଆର୍ଯ୍ୟ ଧର୍ମରେ ଗ୍ରହଣ କରାଗଲା ଓ ସେମାନଙ୍କୁ ସଂସ୍କୃତ ମନ୍ତ୍ର ତଥା ଉପଚାର ମାଧ୍ୟମରେ ପୂଜା କରାଗଲା। ଷଷ୍ଠରେ ବ୍ରାହ୍ମଣମାନେ ବିପୁଳ ଭୂସମ୍ପତ୍ତି ଦାନ ସୂତ୍ରରେ ପାଇଲେ। ଦେବଦେବୀମାନଙ୍କ ପାଇଁ ମଧ୍ୟ ଭୂସମ୍ପତ୍ତି ରାଜାମାନେ ଦାନ କରି ନିଜକୁ ଯଶସ୍ୱୀ କଲେ। ସପ୍ତମରେ ବ୍ରାହ୍ମଣମାନେ ଭଲ କୃଷିକାର୍ଯ୍ୟ ଜାଣିଥିବାରୁ ଏବଂ ସମାଜର କର୍ତ୍ତା ଭାବରେ ପ୍ରତିଷ୍ଠିତ ଥିବାରୁ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାକୁ ପରିଚାଳିତ କରିଥିଲେ। ତେଣୁ ପୂର୍ବ ଅନୁସୃତ ଗୋଷ୍ଠୀକୈନ୍ଦ୍ରିକ ସାମାଜିକ ବ୍ୟବସ୍ଥା ବର୍ତ୍ତମାନ ନୂତନ ରୂପ ନେଲା। ଅଷ୍ଟମରେ ମଧ୍ୟଯୁଗର ରାଜ୍ୟ ଗଠନ ଓ ଧର୍ମ ଜୀବନର କେତେକ ମୌଳିକ ବିଶେଷତ୍ୱ ଥିଲା, ଯଥା ପ୍ରତ୍ୟେକ ନଦୀ ଉପତ୍ୟକାରେ ରାଜ୍ୟମାନ ସ୍ଥାପିତ ହେଲା। ସୁବର୍ଣ୍ଣରେଖାର ଦଣ୍ଡଭୁକ୍ତି ମଣ୍ଡଳ, ବୈତରଣୀର ଖିଚିଂ ମଣ୍ଡଳ, ମହାନଦୀର ଐରାବଟ, କୋଦାଳକ ଓ ଖିଞ୍ଜଳି ମଣ୍ଡଳ, ଶାଳିମାର କଙ୍ଗଦ ମଣ୍ଡଳ, ବୈତରଣୀ କୂଳରେ ତୋଷାଳୀ ଓ ଉତ୍କଳ, ବଂଶଧାରା ତଟରେ କଳିଙ୍ଗ ଆଦି ଏହି ବ୍ୟବସ୍ଥାର ଉଦାହରଣ। ସେମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ସୃଷ୍ଟି ହେଲା ସାମ୍ରାଜ୍ୟବାଦ। ଓଡ଼ିଶା ଇତିହାସର ପ୍ରଥମ ଆଞ୍ଚଳିକ ରାଜ୍ୟ ଗଠନ କଲେ ସୋମବଂଶୀମାନେ। ତାଙ୍କର ପରବର୍ତ୍ତୀ ଶାସକ ଗଙ୍ଗମାନେ ଥିଲେ ପ୍ରକୃତ ସାମ୍ରାଜ୍ୟବାଦୀ। ଅନେକ ଅନୁଗତ ରାଜା ଓ ସାମନ୍ତଙ୍କୁ କର୍ତ୍ତୃତ୍ୱାଧୀନ କରି ରଖିବାର ଶକ୍ତି ସେମାନଙ୍କଠାରେ ଥିଲା। ତେଣୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୂର୍ବତଟ ସାଗର ଠାରୁ ପଶ୍ଚିମ ଓଡ଼ିଶାର ପାର୍ବତୀୟ ପ୍ରଦେଶ ପର୍ଯ୍ୟନ୍ତ ସେମାନେ ରାଜା ରଜେଶ୍ୱର ଭାବରେ ସମ୍ମାନିତ ହେଲେ। ରାଜନୀତି ଓ ଧର୍ମ ପରସ୍ପରର ପରିପୂରକ। ରାଜାଙ୍କୁ ବ୍ରାହ୍ମଣ ପୁରୋହିତ ସମର୍ଥନ ଓ ସହଯୋଗ କଲା ଉତ୍ତାରୁ ଧର୍ମକୁ ରାଜତନ୍ତ୍ରର ପରିପୂରକ ଭାବରେ ଗଠନ କରାଗଲା। ପ୍ରତ୍ୟେକ ରାଜା ଓ ରାଜବଂଶର ଜଣେ ଜଣେ ଇଷ୍ଟଦେବ ବା ଇଷ୍ଟଦେବୀ ରହିଲେ। ଇଷ୍ଟ ଦେବଦେବୀଙ୍କ ମାଧ୍ୟମରେ ଜନସାଧାରଣଙ୍କର ମୁକ୍ତ ସମର୍ଥନ ରାଜାମାନେ ପାଇବା ସହଜ ଥିଲା। କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ଯେଉଁ ପରମ୍ପରା ସୃଷ୍ଟି ହେଲା, ସାମ୍ରାଜ୍ୟବାଦ ଆସିବା ପରେ ବୃହତ୍ତର କ୍ଷେତ୍ରରେ ସେହି ପରମ୍ପରାକୁ ରୋପଣ କରାଗଲା। ଓଡ଼ିଶାର ଜନସାଧାରଣଙ୍କୁ ଦୃଷ୍ଟିରେ ରଖି ଜଗନ୍ନାଥ ଧର୍ମର ଉନ୍ମେଷ ହେଲା। ବହୁ ବିଭିନ୍ନ ଧର୍ମମତର ସମନ୍ୱୟ ଓ ବହୁ ଦେବଦେବୀଙ୍କର ସମ୍ମିଶ୍ରଣରେ ଜଗନ୍ନାଥ ଧର୍ମ ପରିପୁଷ୍ଟ। ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମମତର ପ୍ରତୀକ ଭାବରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରାଗଲା। ସେମାନଙ୍କର ଭିତରେ ପୁଣି ଆର୍ଯ୍ୟ ଓ ଅନାର୍ଯ୍ୟ ଭେଦଭାବ କିଛି ନ ରଖିବା ପାଇଁ ଜଗନ୍ନାଥଙ୍କୁ ଶବର ଦେବତା ଭାବରେ ପୂଜା କରାଗଲା। ଜଗନ୍ନାଥଙ୍କ ସେବକମାନେ ଶବର ସମ୍ପ୍ରଦାୟର ଏବଂ ପୂଜକମାନେ ବ୍ରାହ୍ମଣ। ପୂଜା ଆରାଧନାରେ ମଧ୍ୟ ଆର୍ଯ୍ୟ ଅନାର୍ଯ୍ୟର ସମନ୍ୱୟକୁ ମହତ୍ତ୍ୱ ଦିଆଗଲା। ଏହାର ଅନୁରକ୍ତ ପୃଷ୍ଠପୋଷକ ଥିଲେ ଗଙ୍ଗ ସମ୍ରାଟ ଓ ପରବର୍ତ୍ତୀ ସମୟରେ ଗଜପତିମାନେ। ସେମାନେ ନିଜକୁ ଜଗନ୍ନାଥଙ୍କର ପୁତ୍ର ତଥା ସେବକ ଭାବରେ ଚିତ୍ରିତ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ପ୍ରତୀକ
ଏହା ଘୋଷଣା କଲେ। ସାମନ୍ତ ରାଜ୍ୟରେ ଥିବା ଦେବଦେବୀଙ୍କୁ ଜଗନ୍ନାଥ ଧର୍ମରେ ସାମିଲ କରାଗଲା। ରାଜାମାନେ ମଧ୍ୟ ନିଜ ନିଜର ଅନୁଗତ୍ୟ ଥିବା ଜଗନ୍ନାଥ ଧର୍ମ ପ୍ରତି ତାଙ୍କର ଆନୁଗତ୍ୟକୁ ପ୍ରକାଶ କଲେ। ରାଜତନ୍ତ୍ର ଓ ଧର୍ମର ସମନ୍ୱୟରେ ଏକ ନୂତନ ବଳିଷ୍ଠ ପରମ୍ପରାର ଅଭ୍ୟୁଦୟ ହେଲା। ଏହି ପରମ୍ପରା ଦ୍ୱାରା ପ୍ରଭାବିତ ହେଲା ଓଡ଼ିଶାର ଧର୍ମ, ସମାଜ ଓ ରାଜନୀତି। ଓଡ଼ିଶାର ସାମାଜିକ ଜୀବନରେ ତେଣୁ ସହନଶୀଳତା ଓ ସମନ୍ୱୟର ମନୋଭାବ ସର୍ବଦା ସ୍ପଷ୍ଟ ହେଲା। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିରରେ ଏହି ସୁସ୍ଥ ପରମ୍ପରାର ବାସ୍ତବ ରୂପାୟନ ଦେଖିବାକୁ ମିଳେ। ଏପରି ସୁସ୍ଥ ପରମ୍ପରା ସୃଷ୍ଟି କରିବାକୁ ଦୀର୍ଘ ସମୟ ଲାଗିଥିଲେ ମଧ୍ୟ ଜନଜୀବନକୁ ପ୍ରଭାବିତ କଲା ଭଳି ସହନଶୀଳତା ଓ ସଦ୍ଭାବନାକୁ ଓଡ଼ିଶା ଇତିହାସ ସଦାସର୍ବଦା ପ୍ରାଧାନ୍ୟ ଦେଇଥିବାର ହେଉଛି ପ୍ରଶଂସାର ବିଷୟ। ତେବେ ଏଇ ଯେଉଁ ସମନ୍ୱୟ, ତାହା ହେଉଛି ବୈଷ୍ଣବ ଆଉ ଶୈବ ସଂସ୍କୃତି ସହିତର ସମନ୍ୱୟ ପ୍ରଥମ ପର୍ଯ୍ୟାୟରେ। ପରବର୍ତ୍ତୀ ସମୟରେ ଶାକ୍ତ, ଗାଣପତ୍ୟ, ସୌର ଏପରିକି ବୌଦ୍ଧ ଧର୍ମ, ଜୈନ ଧର୍ମ ଏ ସମସ୍ତଙ୍କର ସମନ୍ୱୟ ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ର କରି କିପରି ହେଇଛି ତାହା ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ। ଆଜି ଏତିକି ଥାଉ। କମେଣ୍ଟରେ ଯାହା ଚାହିଁବେ ଲେଖିପାରିବେ। ନମସ୍ତେ, ଧନ୍ୟବାଦ।